ଆମେରିକାର 47ତମ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱରେ ଶାନ୍ତି ଚାହୁ, କୌଣସି ରାଷ୍ଟ୍ରର ଯୁଦ୍ଧରେ ଆମେରିକା ଆଣିକି ମୁଣ୍ଡ ପୁରାଇବନି ବୋଲି କହିଛନ୍ତି ଟ୍ରମ୍ପ। ବିଶ୍ୱକୁ ଆତଙ୍କବାଦ ମୁକ୍ତ ସହ ଆମେରିକାକୁ ଅନୁପ୍ରବେଶ ଶୂନ୍ୟ କରିବ ବୋଲି ପଣ ନେଇଛନ୍ତି। ମେକ୍ସିକୋ ସୀମାରେ ବେଆଇନ ଅନୁପ୍ରବେଶକାରୀଙ୍କ ବିରୁଦ୍ଧରେ କଠୋର ହେବ ଆମେରିକା। ପାନାମା କେନାଲରେ ପୁଣି ଅଧିକାର ସାବ୍ୟସ୍ତ କରିବ ଆମେରିକା। ମହଙ୍ଗା ନିୟନ୍ତ୍ରଣ ହେବ। ବିଶ୍ୱ ଟ୍ରମ୍ପକୁ ଶାନ୍ତି ପାଇଁ ମନେ ରଖୁ ବୋଲି କହିଛନ୍ତି ଶପଥ ସମାରୋହ। ପ୍ରବଳ ଥଣ୍ଡା କାରଣରୁ ଶପଥ ସମାରୋହ ସଂସଦ ଭବନ ଭିତରେ ହୋଇଥିଲା। For American citizens, January 20th, 2025 is Liberation Day. କେବଳ ଏତିକି ନୁହେଁ, ଗୋଟିଏ ପରେ ଗୋଟିଏ ଘୋଷଣା ଭିତରେ ଯେତେବେଳେ ଦକ୍ଷିଣ ସୀମାରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ କହିଥିଲେ ସେତେବେଳେ ଟ୍ରମ୍ପକୁ ବିପୁଳ ସମର୍ଥନ ମିଳିଥିଲା। ଏସବୁ ଘୋଷଣା ଭିତରେ ଏଲଜିବିଟିକୁ ନେଇ ଟ୍ରମ୍ପଙ୍କ କଡ଼ା ଆଭିମୁଖ୍ୟ ସମସ୍ତଙ୍କୁ ବିସ୍ମିତ କରିଛି। ଆମେରିକାରେ କେବଳ ଦୁଇଟି ଲିଙ୍ଗ ପୁରୁଷ ଓ ମହିଳା ରହିବେ। ଦେଶରେ ତୃତୀୟ ଲିଙ୍ଗ ବ୍ୟବସ୍ଥା ରହିବନି ବୋଲି ସ୍ପଷ୍ଟ କରିଛନ୍ତି ଟ୍ରମ୍ପ। ସାରା ବିଶ୍ୱରେ ଏଲଜିବିଟି ସମୁଦାୟ ମୁଖର ଥିଲାବେଳେ ଏମାନଙ୍କ ଲାଗି ଏଭଳି ଅଙ୍କୁଶ ଲାଗିଛି। ଶପଥ ସମାରୋହରେ ବାଇଡେନଙ୍କୁ ତୀବ୍ର ସମାଲୋଚନା କରିଥିଲେ ଟ୍ରମ୍ପ। ଗଲା 4 ବର୍ଷର ବାଇଡେନ ସରକାରରେ ଦୁର୍ନୀତି ଚରମରେ ପହଞ୍ଚିଥିବା କହିଛନ୍ତି। It will henceforth be the official policy of the United States government that there are only 2 genders, male and female. ଶାସନ ମଙ୍ଗ ଧରିବା ପରେ ଅର୍ଥାତ୍ ଶପଥ ସମାରୋହର 6 ଘଣ୍ଟା ଭିତରେ ବାଇଡେନ ସରକାରଙ୍କ 78 ନିଷ୍ପତ୍ତି ବଦଳାଇଛନ୍ତି ଟ୍ରମ୍ପ। ପ୍ୟାରିସ୍ କ୍ଲାଇମେଟ୍ ଡିଲ୍ରୁ ଆମେରିକାକୁ ବାହାର କରାଯାଇଛି। କାନାଡା ଓ ମେକ୍ସିକୋ ଉପରେ ଫେବୃଆରୀ 1ରୁ 25% ଅଧିକ ବିକ୍ରି ବୋଝ ଲଦିବ ଆମେରିକା। ହ୍ୱାଇଟ୍ ହାଉସ୍ରେ ପହଞ୍ଚିବା ପରେ ଅନେକ ଆଦେଶ ଉପରେ ଦସ୍ତଖତ କରିଥିଲେ। ଜାନୁଆରୀ 6, 2021ରେ ସଂସଦ ପରିସର ହିଂସାରେ ଲିପ୍ତ 1600 ଅଭିଯୁକ୍ତଙ୍କୁ କ୍ଷମା, ମୁକ୍ତି ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ଆମେରିକାକୁ ବାହାର କରିବା ନିଷ୍ପତ୍ତି ସାମିଲ ଅଛି। ଏହା ସହ ନିଯୁକ୍ତି ଓ ୱାର୍କ ଫ୍ରମ୍ ହୋମ୍ ଉପରେ ରୋକ ଲଗାଇ ଦିଆଯାଇଛି। ସମସ୍ତେ ଅଫିସ୍ ଆସି କାମ କରିବେ। କେବଳ ସେନାରେ ନିଯୁକ୍ତିକୁ ଅନୁମତି ଦିଆଯାଇଛି। ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶର ତାଲିକାରେ ପୁଣି କ୍ୟୁବାକୁ ଯୋଡ଼ିଛନ୍ତି ଟ୍ରମ୍ପ। ବାଇଡେନ ଚଳିତ ମାସରେ ଏହି ତାଲିକାରୁ କ୍ୟୁବାକୁ ବାହାର କରିଥିଲେ। ଔଷଧର କମ୍ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି ଟ୍ରମ୍ପ। ଆମେରିକାରେ ସୁବର୍ଣ୍ଣ ଯୁଗ ଆରମ୍ଭ ହେଲା କହି ଟ୍ରମ୍ପ ବାଇଡେନ ସରକାରଙ୍କ 78 ନିଷ୍ପତ୍ତି ମାତ୍ର 6 ଘଣ୍ଟାରେ ବଦଳାଇ ଦେଲେ। ବ୍ୟୁରୋ ଇନପୁଟ ସହ ଭକ୍ତିଲତା ବରାଳ ଓ ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍।